ଜୟ ଜଗନ୍ନାଥ ସାଙ୍ଗମାନେ, ଆଉ ଏକ ରେସିପି ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ତେଣୁ ଚାଲନ୍ତୁ ଏଇ ରେସିପିରେ ଆମେ ଦେଖିବା ଯେଉଁ ଆମର ବରକୋଳି ରେସିପି ସେଇଟା କେମିତି ପ୍ରସ୍ତୁତ ହେଉଛି। ଏଇଟା ଆପଣ ଦେଖିପାରୁଥିବେ, ଇଏ ସବୁ 1.5 କେଜି ଉପରେ ବରକୋଳି ଅଛି। ୟାର ଦାମ ହେଉଛି 20 ଟଙ୍କା, ଭାଗ ପଡ଼ିଥିଲା ମାର୍କେଟରେ। ତେଣୁ ଏଗୁଡ଼ିକ ମୁଁ 4 ପ୍ୟାକେଟ୍ ଆଣିଥିଲି ବରକୋଳି କରିବା ପାଇଁ। ଆପଣ ଏଇଟା ଆଭରେଜ ଭାବିବେ 5 କେଜି ହେବ, 5 କେଜି ଉପରେ ହେବ, କିନ୍ତୁ ସେ 5 କେଜିର ଅନୁମାନ 5 କେଜି 6 କେଜି ଭିତରେ ହେବ। ତା ପାଇଁ ଆମେ କେମିତି ରେସିପିଟା ପ୍ରସ୍ତୁତ କରିବା ସେ ବିଷୟରେ ଚାଲନ୍ତୁ ଦେଖିବା। ତେଣୁ ପ୍ରଥମେ ଆମେ ବରକୋଳିଟାକୁ ଭଲ ଭାବରେ ଧୋଇ ନେବା, କାହିଁକିନା ୟା ଦେହରେ ମାଟି ଫାଟି ଲାଗିଥାଇପାରେ, ଆଉ କୌଣସି ଜୀବଜନ୍ତୁ ବି ୟାକୁ ଖାଇକି ଖଣ୍ଡିଆ କରିଥାଇ ପାରନ୍ତି। ତେଣୁ ୟାକୁ ବି ଯେଉଁଗୁଡ଼ା ଖଣ୍ଡିଆ ହେଇଛି ସେଗୁଡ଼ାକ ଆମେ ଅଲଗା କରିଦେବା, ଆଉ ଯେଉଁଗୁଡ଼ାକ ଭଲ ଅଛି ତାକୁ ନେଇଯିବା କ'ଣ ନା ଅଲଗା କରି ନେଇଯିବା। ତାକୁ ଧୋଇ ସାରିଲା ପରେ ତାକୁ ଆମେ ଲୁଣ ହଳଦୀ ଗୋଳେଇକିରି ଖରାରେ ଶୁଖିବାକୁ ପଡ଼େ। ଆଉ ଖରାରେ ପ୍ରାୟ 3-4 ଦିନ ଖରାରେ ଦେଲା ପରେ ତାର ଯେଉଁ ପାଣି ଅଂଶ ଥାଏ ସେଇଟା ମରିଯାଏ। ତେଣୁ ତାକୁ ଭଲସେ ଟିକେ ସଫା କରିବାକୁ ପଡ଼େ, ଆଉ ସେଇ ସଫା କରିସାରିଲା ପରେ ତାକୁ ଖରାରେ ହିଁ ଦିଆଯାଏ। ତେଣୁ ଇଏ ଦେଖିପାରୁଥିବେ ସେଇ 6 କେଜି କୋଳିକି ବାଛାବାଛି କଲାପରେ ପ୍ରାୟ 5 କେଜି କୋଳି ହିଁ ଅଛି। ଆଉ ଇଏ ସବୁ ଦେଶୀ କୋଳି, ଯେଉଁଟା ଆମର ବାଡ଼ି ବଗିଚାରେ ହୋଇଥାଏ ସେଇ କୋଳି। ତେଣୁ ଘରେ ପ୍ରାୟ ପ୍ରତି ଖାଦ୍ୟରେ ଆଚାର ଟିକେ ଖାଇବାକୁ ଭଲ ଲାଗେ। ତେଣୁ କୋଳି, ମିଠା କୋଳି ଆଚାର ସମସ୍ତଙ୍କୁ ପ୍ରାୟ ପସନ୍ଦ। ତେଣୁ ସେଇ ଆଚାର କେମିତି ପ୍ରସ୍ତୁତ ହେଉଛି ଆପଣମାନେ ଦେଖିପାରୁଥିବେ। ସବୁ କୋଳି ଗୁଡ଼ାକ ଯେତେବେଳେ ଶୁଖିଗଲା, ଖରାରେ ଦିଆହେଇଗଲା, ଶୁଖିଗଲା, ସେତେବେଳେ କ'ଣ ହେଲା ନା କୋଳିଟାକୁ ଟିକେ ଫଟେଇବାକୁ ପଡ଼େ। ଫଟେଇଲେ କ'ଣ ହେବ ନା ଆମେ ଯେଉଁ ମସଲା ଦେବା ବା ଯେଉଁ କୋଳି ଆଚାର ଆମେ ପ୍ରସ୍ତୁତ କରିବା, ତାର ଯେଉଁ ଗୁଡ଼ ଫୁଡ଼ ଆମେ ଯେଉଁ ମିଠା ପାଇଁ ଦେବା, ସେଗୁଡ଼ାକ କ'ଣ ହେବ ନା ତା ଭିତରେ ଭଲସେ ମିଶିଯିବ। ତେଣୁ ସାମଗ୍ରୀ ଗୁଡ଼ାକ ମୁଁ କହିଦେଉଛି, ଏଇଟା ଗ୍ରାଇଣ୍ଡିଙ୍ଗ କରିଦେଇଛି। ପ୍ରତି ସାମଗ୍ରୀ ତ ଦେଖିଲା ବେଳକୁ ଟାଇମ୍ ଲାଗିବ, ତେଣୁ ଭିଡ଼ିଓ ଆହୁରି ଲମ୍ବା ହେବ। ତେଣୁ ଏଥିରେ ସାମଗ୍ରୀ କହିଲେ ଗୁଡ଼ ଦରକାର, ଆଉ କ'ଣ ନା ଜିରା, ଆଉ ପାନମଧୁରୀ ବା ପାନମହୁରୀ ବୋଲି କୁହାଯାଏ, ଆଉ ସୋରିଷ, ମେଥି, ଲଙ୍କା। ଏଇଟା ଆପଣମାନେ ଦେଖିପାରୁଥିବେ, ଏଇଟା ଆମ୍ବୁଲ କିଛି ଥିଲା ଏବଂ ଆଉ ଆମ୍ବ ସଡ଼ା କିଛି ଥିଲା, ସେଇଟାକୁ ମଧ୍ୟ ଆମେ ସେଥିରେ ମିଶାଇବା ପାଇଁ ନେଇଛୁ। ତେଣୁ ଆପଣ ଚାହିଁଲେ ତେନ୍ତୁଳି ବା କଇଁଆ ଯେଉଁ ସେଇଟାକୁ ନେଇପାରିବେ, ଆଉ ଆମ୍ବ ସଡ଼ା ମିଳିଲେ ଭଲ, କି ଆମ୍ବୁଲ ମିଳିଲେ ମଧ୍ୟ ସେଥିରେ ଆପଣ ମିଶିକି ନେଇପାରିବେ। ତେଣୁ ଇଏ ରହିଲା ଯେଉଁ ଆମର ମୁଁ କହୁଥିଲି କେଉଁଟା ନା ଜିରା, ପାନମଧୁରୀ, ସୋରିଷ, ମେଥି ଆଉ ଲଙ୍କା, ଗୋଟା ଲଙ୍କା। ସେଗୁଡ଼ିକ କ'ଣ ନା 5 କେଜିରେ ଜିରା ଆପଣଙ୍କୁ ବଡ଼ ଚାମଚରେ 10 ଚାମଚ ଜିରା ନେବାକୁ ପଡ଼ିବ, ପାନମଧୁରୀ 10 ଚାମଚ, ସୋରିଷ, ଗୋଟା ସୋରିଷ 10 ଚାମଚ, ମେଥି ନେବାକୁ ପଡ଼ିବ 4 ଚାମଚ, ଆଉ ରହିଲା କ'ଣ ନା ଲଙ୍କା 15ଟା ନେବାକୁ ପଡ଼ିବ। ବଡ଼ ବଡ଼ ଲଙ୍କା ଦେଖି 15ଟା ଲଙ୍କା ନେବାକୁ ପଡ଼ିବ। ତାକୁ ନେଇ କ'ଣ କରିବାକୁ ପଡ଼ିବ ନା ହାଲକା ଉଷୁମ କରି ଗ୍ରାଇଣ୍ଡିଙ୍ଗ କରିବାକୁ ପଡ଼ିବ, ଯେଉଁ ଗ୍ରାଇଣ୍ଡିଙ୍ଗଟା ଆପଣଙ୍କୁ ଦେଖାଉଥିଲି। ବର୍ତ୍ତମାନ ପାଣି ପଡ଼ିକି ଗୁଡ଼ ପାଗ ହେଇକି ରେଡ଼ି ହେଇଗଲାଣି। ତା ସହିତ ବର୍ତ୍ତମାନ ଆମ୍ବ ସଡ଼ା ପଡ଼ିଲା, ଗୁଡ଼ ଟିକେ ଟାଣ ପାଗ ହେଇଗଲା ପରେ ଆପଣ ସେଥିରେ ମିଶାଇ ପାରିବେ। ଆଉ ଏଥିରେ ଦେଖନ୍ତୁ କୋଳି ସବୁ ପ୍ରସ୍ତୁତ ହେଇକି ଅଛି ବର୍ତ୍ତମାନ, କାହିଁକିନା ଆମ୍ବ ସଡ଼ା ଟିକେ ଟାଣ ଥିଲା, ଆମ୍ବୁଲ ଟିକେ ଟାଣ ଥିଲା, ସେଥିପାଇଁ ତାକୁ ଆଗରୁ ପକା ହେଲା। ଆଉ କୋଳିଟା ପଛରେ ପକିଆ ହେବ, କାହିଁକିନା ଆଗରୁ ପକାଇଦେଲେ କୋଳିଟା ବେଶୀ ସିଝିଯିବ, ଯାହାଫଳରେ କୋଳିଟା ବେଶୀ ନାଳୁଆ ହେଇଯିବ। ତେଣୁ ପଛରେ କୋଳିଟା ପଡ଼ିଲା। ତେଣୁ ଦେଖିପାରୁଥିବେ ଏଠି କୋଳି ବର୍ତ୍ତମାନ ପଡ଼ିଲା। ଆଉ ଗୋଟିଏ ଜିନିଷ ଏଥିରେ ଦରକାର, ଆପଣଙ୍କୁ 5 କିଲୋରେ ପାଖାପାଖି 300ରୁ 400 ଗ୍ରାମ ସୋରିଷ ତେଲ ଦରକାର। ସେଇଟା ଆପଣ ପଛରେ ଟିକେ ହାଲକା ଗରମ କରି ଆଚାରଟେ କରିସାରିଲା ପରେ ତାପରେ ମିଶାଇବାକୁ ପଡ଼େ। ତେଣୁ ଏମିତି କୋଳି ପକାଇଲେ ତାକୁ ଘାଣ୍ଟି ଦେଲେ କ'ଣ ହୁଏ ନା ସେଗୁଡ଼ିକ ସବୁ ଗୁଡ଼ର ଯେଉଁ ଅଂଶତକ ସବୁ ମିଶିଯିବ। ଏଠି ଆମେ ପୁରା ଦେଶୀ ଗୁଡ଼ ନେଇଛୁ, ଆଉ ସେଇଥିରେ ମଧ୍ୟ କୋଳି ଆଚାର ପ୍ରସ୍ତୁତ। ଦେଖନ୍ତୁ ମସଲା ବି ବର୍ତ୍ତମାନ ତାପରେ ସବୁ ମସଲା ଅଳ୍ପ ଅଳ୍ପ କରି ଛିଞ୍ଚିକି ପକାଇବେ। ଆଉ ମେଥିଟାକୁ ଆପଣମାନେ କମ୍ ଦେବେ, କାହିଁକିନା
ଆଉ ସୋରିଷଟାକୁ ଯେତେବେଳେ ଗରମ କରିବି 10 ଚାମଚ ସୋରିଷ ସେଇଟାକୁ ଅଳ୍ପ ଆଞ୍ଚରେ ଗରମ କରି, ବେଶୀ ପୋଡ଼ିବେନି, ଅଳ୍ପ ଆଞ୍ଚରେ ଗରମ କରି ସବୁକୁ ମିକ୍ସ କରି ଗ୍ରାଇଣ୍ଡିଙ୍ଗ କରିକି ତା ଦେହରେ ମିଶାଇ ଦେବେ। ଆଉ କୋଳି ଆଚାର ବହୁତ ଟେଷ୍ଟ ଲାଗିବ ନିଶ୍ଚିତ ରୂପେ। ତେଣୁ ଏଇଟା ଆପଣ ଘରେ ପ୍ରସ୍ତୁତ କରିପାରିବେ। ଏଥିରେ ବେଶୀ ସମୟ ଦରକାର ନାହିଁ, କିନ୍ତୁ ଆପଣ ବର୍ଷ ବର୍ଷ ଧରି ୟାକୁ ସଞ୍ଚୟ କରି ରଖିପାରିବେ। ଦେଖିପାରୁଥିବେ ତେଲ ବର୍ତ୍ତମାନ ଗରମ ହେଲାଣି। ଆଉ ଏଥିରେ କିଛି ହେଙ୍ଗୁ ମଧ୍ୟ ପଡ଼େ। ସେ ହେଙ୍ଗୁକୁ ଆପଣ କିଛି ଛିଞ୍ଚିଲେ ତା'ର ସ୍ମେଲ୍ଟା ଗୋଟେ ଭଲ ଆସେ। ଆଉ ହେଙ୍ଗୁଟା ଆପଣମାନେ ଜାଣିଥିବେ ପେଟର ଗ୍ୟାସ୍ ଭାଙ୍ଗେ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରେ। ତେଣୁ ହେଙ୍ଗୁର କିଛି ଯେଉଁ ଆମର ରହିଲା ଟିସ୍ପୁନ୍ ଆପଣ ହେଙ୍ଗୁ ସେଥିରେ ଛିଞ୍ଚି ପାରିବେ। ଆପଣ ଦେଖିପାରୁଥିବେ କୋଳି ଆଚାର ବର୍ତ୍ତମାନ ତା'ର ସେପ୍ରେ ରେଡ଼ି ହୋଇଗଲାଣି ଆଉ ବର୍ତ୍ତମାନ ପ୍ରସ୍ତୁତ। ଆଉ ୟା ଦେହରେ ଖାଲି ତେଲଟି ପଡ଼ିବ। ତେଣୁ ଇଏ ହେଉଛି କ'ଣ ନା, ଆପଣ ଟିକେ ଲଙ୍କା ଗୁଣ୍ଡ ତ ଦିଆହେବ, କିନ୍ତୁ ତା ସହିତ ଏଇ ଯେଉଁ କାଶ୍ମୀର ଚିଲି ଲଙ୍କାଟା ଦେଲେ ଆଚାରର ରଙ୍ଗଟା ଟିକେ ଲାଲ ଦେଖାଯାଏ। ତେଣୁ ସେଇଟା ମଧ୍ୟ ଆପଣ ଦେଇପାରିବେ। ଆପଣ ଚାହିଁଲେ ଡାଇରେକ୍ଟ କୋଳିରେ ଦେଇପାରିବେ, କି ନହେଲେ ଆପଣ ତେଲରେ ପକାଇକି ସେୟାକୁ ଦେଇପାରିବେ। କିନ୍ତୁ ବେଶୀ ସମୟ ତେଲ ପୁରା ଗରମ ତେଲରେ ପକାଇବେ ନାହିଁ, କାହିଁକିନା ନହେଲେ ଲଙ୍କାଟି ପୋଡ଼ିଯିବ। ଆଉ ଏଇଟା ଦେଲେ ଭଲ। ଆଉ କୋଳି ଆଚାରଟା ପ୍ରସ୍ତୁତ କରିସାରିଲା ପରେ ତାକୁ ଆପଣ 4-5 ଦିନ ଟାଣ ଖରାରେ ଟିକେ ଜାରରେ ରଖି ତାକୁ ଶୁଖିବାକୁ ପଡ଼େ। ଶୁଖିଲେ କ'ଣ ହେବ ନା, ଯେଉଁ ମିଠା ଅଂଶଟା, ମସଲାର ଅଂଶଟା ଭଲ ଭାବରେ ଚାରିଆଡ଼େ ଖେଳିଯିବ। ଆଉ ଆଚାରଟି ବହୁତ ଟେଷ୍ଟ ଲାଗିବ ଆଉ ଭଲ ଲାଗିବ ନିହାତି। ଆଉ ନିହାତି ଆପଣମାନଙ୍କ ଯେଉଁ ଖାଦ୍ୟରେ ଏହାକୁ ସାମିଲ କରିପାରିବେ। ଆଉ ଘରେ ପ୍ରସ୍ତୁତ, ଏଥିରେ କୌଣସି ପ୍ରକାର କେମିକାଲ ଦିଆହେଇନି, କି ଏଠି ଯେଉଁ ଆମେ ମାର୍କେଟରୁ ଯେଉଁ ଆଣୁଛେ ସେଥିରେ ପ୍ରିଜର୍ଭେଟିଭ୍ ଆଉ କେମିକାଲ ମିଶାଇକି ଦିଆହେଉଛି, ଯେଉଁଟା ଆମର ଶରୀର ପାଇଁ ନିହାତି କ୍ଷତିକାରକ। କିନ୍ତୁ ଏଇଟା ଘରେ ପ୍ରସ୍ତୁତ କରି ଆପଣମାନେ ରଖିପାରିବେ। ଆଉ ନିହାତି ଏଇଟା ଗୋଟେ କ'ଣ ହେବ ନା, ଗୋଟେ ସ୍ୱାଦର ମାଧ୍ୟମ ହୋଇପାରିବ। ତେଣୁ ଇଏ ହେଉଛି ଆମର ଓଡ଼ିଆଙ୍କର ଯେଉଁ ବରକୋଳି ଆଚାର, ଯେଉଁଟା ଆମେ ଘରେ ନିହାତି ପ୍ରସ୍ତୁତ କରିବା। ତେଣୁ ଦେଖିପାରୁଥିବେ ବର୍ତ୍ତମାନ ଜାରରେ ଗୋଟେ 5 କେଜିଆ ଯେଉଁ ଆଚାର ଜାର ଅଛି, ସେଥିରେ ବର୍ତ୍ତମାନ ରଖାଯାଉଛି କୋଳି। ଆଉ ତାକୁ ଆପଣ ଖରା 3-4ଟା ଦିନ ଖରା ଭଲସେ ଦେବେ, କି ମ୍ୟାକ୍ସିମମ୍ 5 ଦିନ ଖଣ୍ଡେ ଖରା ଭଲସେ ଦେଇଦେଲେ ସେ ସବୁ ମିକ୍ସ ହେଇଯିବ। ଆଉ ତାପରେ ସିଏ ଖାଇବା ପାଇଁ ରେଡ଼ି ହେଇଯିବ। ଆଉ ଏଇ ଥିଲା ଆପଣମାନଙ୍କ ପାଇଁ ଗୋଟିଏ ସୁନ୍ଦର ଆଚାରର ରେସିପି। ତେଣୁ ନିହାତି ଭଲ ଲାଗିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଏବଂ ଏଇଭଳିଆ ସୁନ୍ଦର ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସହିତ ଯୋଡ଼ି ହୋଇ ରହିଥିବେ। ରଖୁଛି। ଜୟ ଜଗନ୍ନାଥ। ଭଲରେ ଥାଆନ୍ତୁ ସମସ୍ତେ।